ଏବେ ଦେଖ ଲୋକ କିଛି ଟ୍ୟାଲେଣ୍ଟ ନାହିଁ। ଆଗେ ଟ୍ୟାଲେଣ୍ଟ ଥାଇକିରି କିନ୍ତୁ ଲୋକ ଉଠି ପାରୁନଥିଲେ, କିନ୍ତୁ ଏଇ ଶୁଣି ବିନା ଟ୍ୟାଲେଣ୍ଟରେ ଲୋକ ଉଠୁଛନ୍ତି। କାହିଁକିନା କଳି ଯୁଗ, ଖରାପ ଜିନିଷକୁ ଲୋକ ଦେଖିବାକୁ ଚଏସ୍, ଭଲ ଜିନିଷକୁ ଚଏସ୍ ନୁହେଁ। ତେଣୁ ସେ ଖରାପ ଜିନିଷଟା ହିଁ ଲୋକଙ୍କୁ ଉଠେଇ ଦେଉଛି। ଆମେ ଗୋଟେ ଘରଟେ ତୋଳିବା ବର୍ଷ ବର୍ଷ ଲାଗିଯାଉଛି, କିନ୍ତୁ ଭାଙ୍ଗିବା ପାଇଁ ଗୋଟେ ଘଣ୍ଟା, ତାଠୁ କମ୍ ସମୟ ଲାଗୁଛି। ଗଢ଼ିବା ଠାରୁ ଭାଙ୍ଗିବାଟା କମ୍ ସମୟ ଲାଗୁଛି। ସେଇଭଳିଆ ଟ୍ୟାଲେଣ୍ଟ ଫ୍ୟାଲେଣ୍ଟ କିଛି ହିଁ ନାହିଁ। କିନ୍ତୁ ସେ ଦେଖୁଛନ୍ତି ପରିସ୍ଥିତି ଏଇ ଟାଇପ୍ର ଆସିଛି, ମାନେ କଳି ଯୁଗରେ ଲୋକଙ୍କର ଜିନିଷକୁ ଅନୁଭବ କରିପାରୁଛନ୍ତି। ଏମିତି କଲେ ଆମେ ଗୋଟେ ଭାଇରାଲ ହେବା, ସେଇ ହେଉଛି କଥା। କିନ୍ତୁ ଏବେକା ଡେଟ୍ରେ ଦେଖ, କାହା ପାଖରେ ଟ୍ୟାଲେଣ୍ଟ ଅଛି କି ଗୋଟେ କିଛି ଶିଖେଇଲା ଭଳି କିଛି ଗୋଟେ ଜିନିଷ କାହା କତରୁ ପାଇଛ କି? ଯିଏ ବି ସେ ଉପରକୁ ଉଠିଛନ୍ତି, କାହା କତରୁ କହୁନି କ'ଣ ମୁଁ ଗିଅଣା ପଦେଇଦେଲି, ମୋ ଗିଅଣାକୁ ନେଇକରି ସେମାନେ ରୋଷ୍ଟିଂ କଲେ। ସେ ରୋଷ୍ଟିଂକୁ ଅନୁଭବ କଲେ ଯେ ଦେଖିଲେ ଇଏ ଏମିତି କଥା କହୁଥିଲା, ତାକୁ ରୋଷ୍ଟିଂ କଲେ, ଇଏ ଭଲ କହୁଛି। କିନ୍ତୁ ସେ ସେଥିରେ ବି ଚାଲିଲେ, ସେଥିରେ ତାଙ୍କର ପଇସା ରୋଜଗାର, ଇଏ ବି ଖରାପ କହିଲା, ଇଏ ବି ପଇସା ରୋଜଗାର ହେଲା। ଏସବୁ ଭାଇରାଲର ଜିନିଷ। ଯଦି ସେଗୁଡ଼ାକ ଗଭର୍ଣ୍ଣମେଣ୍ଟ ତାକୁ ଲଗେଇ ଦିଆଯାଇଥାନ୍ତା, ଏଭଳି ଭାଷା ଆସିଲା ମାନେ ସେ ଭିଡ଼ିଓରେ ପକେଇଲା ମାନେ ସାଙ୍ଗେ ସାଙ୍ଗେ କ୍ଲିକ୍ ଆଉଟ୍ ହେଇଯିବ, ଆଉ ଶୋ କରିବ ନାହିଁ। ଲୋକ ଆଉ ଏମିତି ହୁଅନ୍ତି ନା? ଲୋକ ମୋବାଇଲରେ ଏମିତି କରିକି ଛାଡ଼ନ୍ତି ନା? ଲୋକ ନାଚନ୍ତି। କାହାର କିଛି ସମସ୍ତେ ଭାବୁଛନ୍ତି ଆମେ ନାଚିକି କରିବା, ଭାଇରାଲ ହେବା, ପଇସା ରୋଜଗାର ହେବ। ଏମିତି ଗୋଟେ ଚିନ୍ତାଧାରା। ଦେଖ, କୋଟିଏ ଲୋକ ମୋବାଇଲ ଧରୁଛନ୍ତି, ମିନିମମ୍ 80 ଲକ୍ଷ ଲୋକ ଭିଡ଼ିଓ କରୁଛନ୍ତି। କ'ଣ ସମସ୍ତଙ୍କର ଟ୍ୟାଲେଣ୍ଟ ଅଛି? ହାତରେ ମୋବାଇଲ ଅଛି, ଗୋଟେ ଭିଡ଼ିଓ କରିକି ପକେଇବା। କିନ୍ତୁ ଚିନ୍ତାଧାରାଟା ହେଉଛି ଭାଇରାଲ ହେଉଛି। ଦେଖ, ଆଗେ 5 ହିରୋ ଥିଲେ, ଗୋଟେ ଫିଲ୍ମରେ ସମସ୍ତେ ରୋଲ୍ କରୁଥିଲେ, କିନ୍ତୁ ସେମାନେ ହିଟ୍ ହେଉଥିଲା, ପାରିବାରିକ ଉପରେ ହେଉଥିଲା। 5-5ଟାଙ୍କ ହିରୋ ବି ତା ଭିତରେ ଥିଲେ, ହିଟ୍ ହେଉଥିଲା, ଲୋକ ବି ଦେଖୁଥିଲେ। ଏବେ ଗୋଟେ ହିରୋକୁ ବାଛ, ଆଉ ଗୋଟେ ହିରୋକୁ ଯଦି କହିବ ସିଏ ରହିଲେ ମୁଁ ରହିବି ନାହିଁ, କାହିଁକିନା ତାଙ୍କର ଗୋଟେ ଅହଙ୍କାର ଭାବ ଆସିଯାଏ। ତେଣୁ ସେମାନେ କେବେ ଉନ୍ନତି କରିପାରିବେ ନାହିଁ। ଆଗେ ଫିଲ୍ମ କରୁଥିଲେ, ପଇସା କମ୍ ରୋଜଗାର ହେଉଥିଲା, କିନ୍ତୁ ସେମାନେ ଗୋଟେ ଲୋକଙ୍କୁ ଶିଖଉଥିଲେ, ଫିଲ୍ମ ଦ୍ୱାରା ଶିଖଉଥିଲେ, ତାଙ୍କର ଇଜ୍ଜତ ଥିଲା, ଗୋଟେ କଳାକାର ଷ୍ଟାର୍। କିନ୍ତୁ ଏବେ ବେପାର ପାଇଁ ସେମାନେ ଆସୁଛନ୍ତି। କିନ୍ତୁ ଦେଖୁନା କେଡ଼େ କେଡ଼େ ନେତା, କେଡ଼େ କେଡ଼େ ଫିଲ୍ମ ଷ୍ଟାର୍, ସିଏ ଏଇ ଯେଉଁ ଫିଲ୍ମ ଷ୍ଟାର୍ ଅଛନ୍ତି ବର୍ତ୍ତମାନ, କିନ୍ତୁ ସେ କୌଣସି ଫିଲ୍ମ ଆଉ ହିଟ୍ ହେବ ନାହିଁ। ଆଗେ ଗୋଟେ ଫିଲ୍ମ ପଡ଼ୁଥିଲା 3-4 ମାସ ଲେଖା ହଲ୍ରେ, କିନ୍ତୁ ଏବେ ଫିଲ୍ମ ଗୁଡ଼ାକ ଆଉ ପଡ଼ୁନାହିଁ କି ଆସୁନାହିଁ। ସେ ହଲ୍ ଗୁଡ଼ାକରେ ସବୁ ହେଇଗଲାଣି ମାନେ ମଣ୍ଡପ, ଏଇଭଳି ଜିନିଷ। କିଛି ଏବେକା ଡେଟ୍ରେ ଯିଏ ଭାଇରାଲ ହେଇଛି, ସେ ସେଇ 6 ମାସ, ବର୍ଷେ, 2 ବର୍ଷ ଭିତରେ ଫେରେ ତଳକୁ ଖସିଯିବ, ଉପରକୁ ଯାଇପାରିବ ନାହିଁ। କାହିଁକିନା କିଛି ହିଁ ଟ୍ୟାଲେଣ୍ଟ ନାହିଁ। ୟୁଟ୍ୟୁବଟା ବନ୍ଦ ହେଇଯାଉନି, ସମସ୍ତଙ୍କ ଢପ୍ କିନି ବନ୍ଦ ହେଇଯିବ। କାହାର ଟ୍ୟାଲେଣ୍ଟ ଅଛି? କିଏ ଝାଡ଼ା ବସିଲା, କିଏ କେଉଁଠି ରୋଷେଇ କଲା, ଏଇଗୁଡ଼ାକ ଦେଖାଉଛନ୍ତି, ଲୋକ ଦେଖୁଛନ୍ତି, କିନ୍ତୁ ଟ୍ୟାଲେଣ୍ଟ ହିଁ କାହାର ନାହିଁ। ବୁଝିପାରିଲେ? ଟ୍ୟାଲେଣ୍ଟ ରହିବ ଯିଏ, ସବୁଠି ସିଏ ରଜା। ବିନା ଟ୍ୟାଲେଣ୍ଟରେ କିଛି ନାହିଁ। ହସ ଗୋଟେ କ'ଣ, ଖାଲି ହସ, ଏଇସବୁ ଜିନିଷ। କିନ୍ତୁ ଟ୍ୟାଲେଣ୍ଟ ଦେଖାଅ, ସବୁ ଟ୍ୟାଲେଣ୍ଟ ଯାହା ଅଛି ଦେଖାଅ। କିଛି ଲୋକଙ୍କୁ ଯେଉଁ ଜିନିଷ ଗୁଡ଼ାକ କିଛି ଶିଖାଅ, ଲୋକ ଶିଖନ୍ତୁ। ଖରାପ ଜିନିଷ ଗୁଡ଼ାକ ଦେଖୁଛ, ଖରାପ ଜିନିଷ ଶିଖିକିରି ଶେଷ ମୁଣ୍ଡରେ ଆସିକି ପହଞ୍ଚିଲେ, କିନ୍ତୁ ଲାଭ ହିଁ କିଛି ନାହିଁ। ବୁଝିପାରିଲେ କି? ଟ୍ୟାଲେଣ୍ଟ ଅଛି ତ ଟ୍ୟାଲେଣ୍ଟ ଦେଖା, ନହେଲେ କିଛି ଲାଭ ହେବ ନାହିଁ।